नमस्कार दर्शक बंधु आपण माने ब्रह्म मुहूर्तରୁ उठी किछि करंतु कि न करंतु केवल एही चारोटी काम जदि आपण माने ब्रह्म मुहूर्तରୁ उठी करि दियन्ते ताहाले लक्ष्मीଙ୍କ आशीर्वाद प्राप्त करिबा सह माँ लक्ष्मी आपणଙ୍କ घरे स्थिर रूपरे वास करिवे। ଯେଉଁ ଘରେ ମାଁ ଲକ୍ଷ୍ମୀଙ୍କ କୃପା ରହିଛି, ଯେଉଁ ଘରେ ମାଁ ଲକ୍ଷ୍ମୀ ସ୍ଥିର ଭାବରେ ରହିଥାନ୍ତି, ସେହି ଘରେ କେବେ ବି ଧନ ସମ୍ପତ୍ତି ସୁଖ ସମୃଦ୍ଧିରେ କେବେ ବି ଅଭାବ ରହିବ ନାହିଁ ବା ଦେଖାଦେଇ ନଥାଏ। ଯେଉଁମାନେ ଆର୍ଥିକ ସମସ୍ୟା ଭିତରେ ଘେରି ହୋଇ ରହିଛନ୍ତି, ସେମାନେ ଯଦି ଏହି ଚାରୋଟି ଉପାୟ ଥରେ ମାତ୍ର କରନ୍ତି, ସେମାନଙ୍କୁ ମାଁ ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିବ। ସେମାନଙ୍କ ଜୀବନରେ ଥିବା ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହ ସେମାନଙ୍କ ପାଖରେ କୁବେର ସମାନ ଧନ ସମ୍ପତ୍ତି ତାକୁ ମିଳିବ। ଏପରି କୌଣସି ଘର ନାହିଁ ଯେଉଁ ଘରେ ସମସ୍ୟା ନାହିଁ। ସମସ୍ତ ଲୋକମାନଙ୍କ ମଧ୍ୟରେ ସମସ୍ୟା ରହିଛି। କାହା ଘରେ ଅର୍ଥ ନାହିଁ ତ କାହା ଘରେ ସ୍ୱାମୀ ସ୍ତ୍ରୀ ମନାନ୍ତର, ଭାଇ ଭାଇ ମଧ୍ୟରେ ମନାନ୍ତର ଦେଖା ଦେଉଛି। ପୁଣି କାହା ଘରେ ଧନ ସମ୍ପତ୍ତି ଥାଇ ମଧ୍ୟ ମାନସିକ ଅଶାନ୍ତି ଦେଖା ଦେଇଛି। ପୁଣି କାହା ଘରେ କେହି ନା କେହି ରୋଗରେ ପୀଡ଼ିତ ଅଛନ୍ତି। ଆପଣମାନେ ତ ନିଜେ ହିଁ ଦେଖିଥିବେ। ମୁଁ ଆଜି ଯେଉଁ ଚାରୋଟି କାମ ଆପଣଙ୍କୁ କହିବି, ଆପଣ କରିବା ଦ୍ୱାରା ଜୀବନରେ ଯେତେ ବି ସମସ୍ୟା ରହିଛି ସେ ସବୁ ଦୂର ହେବା ସହିତ ମାଁ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନରେ ଆଶା ପରିବର୍ତ୍ତନ ହେବ, ଯାହାକୁ ବି ଆପଣ ମାନେ ନିଜେ ହିଁ ଅନୁଭବ କରିପାରିବେ। ତାହେଲେ ଚାଲନ୍ତୁ ଦର୍ଶକ ବନ୍ଧୁ, ଚାରୋଟି କାମ କ'ଣ କ'ଣ କରିବାର ଅଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓରେ ମୁଁ କହିବି, ଯାହାକୁ ବି କରିବା ଦ୍ୱାରା ଧନ ସମ୍ପତ୍ତି ସୁଖ ସମୃଦ୍ଧି ଓ ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି ହେବ। ଚାଲନ୍ତୁ ତେବେ ଜାଣିବା। ପ୍ରଥମରେ ଯେଉଁମାନେ ବି ଆର୍ଥିକ ସମସ୍ୟାରେ ରହୁଛନ୍ତି, ଆପଣଙ୍କର ଛୋଟିଆ ସେୟାର ଦ୍ୱାରା ଏ ଭିଡ଼ିଓଟି ତାଙ୍କର ମଧ୍ୟ କୌଣସି କାମରେ ଆସିଯିବ। ଦର୍ଶକ ବନ୍ଧୁ, ଘରର ଲକ୍ଷ୍ମୀ ହେଉଛନ୍ତି ଘରର ମହିଳା, ଘରର ସମୃଦ୍ଧି ଏବଂ ଘରର ଉନ୍ନତି। ବିଶେଷ ରୂପରେ ଘରର ମହିଳାଙ୍କ କାର୍ଯ୍ୟକଳାପ ଆଚାର ବ୍ୟବହାର ଉପରେ ନିର୍ଭର କରେ। ଆଜି ଯେଉଁ ଚାରୋଟି କାମ ବିଷୟରେ ଆପଣମାନଙ୍କୁ କହିବି, ସେ କାମକୁ ଯେଉଁ ଘରର ଲୋକମାନେ ବିଶେଷ ଭାବରେ ଘରର ଗୃହଲକ୍ଷ୍ମୀ ବ୍ରହ୍ମ ମୁହୂର୍ତ୍ତରୁ ଉଠି କରିଥାନ୍ତି, ସେ ଘରର ଉନ୍ନତି ହୋଇଥାଏ, ସମୃଦ୍ଧି ହୋଇଥାଏ। ଆପଣ 7 ଦିନରେ କରିକି ଦେଖନ୍ତୁ। ଆପଣମାନେ ନିଜେ ହିଁ ଜାଣିପାରିବେ କ'ଣ ପରିବର୍ତ୍ତନ ହେଉଛି। ଦର୍ଶକ ବନ୍ଧୁ, ବ୍ରହ୍ମ ମୁହୂର୍ତ୍ତ ଅର୍ଥାତ୍ ସକାଳ 4ଟାରୁ 6ଟା ମଧ୍ୟରେ ଯେଉଁ ସମୟକୁ ଆମେ ବ୍ରହ୍ମ ମୁହୂର୍ତ୍ତ କହିଥାଉ, ଦେବାଦେବୀମାନେ ଧରାପୃଷ୍ଠରେ ଆଗମନ କରିଥାନ୍ତି ଏବଂ ପ୍ରତ୍ୟେକ ଘରକୁ ଯାଇଥାନ୍ତି। ଯେଉଁ ଘରର ମୁଖ୍ୟ ଦ୍ୱାର ସଫାସୁତୁରା ହୋଇନଥାଏ, ରଙ୍ଗୋଲି ପଡ଼ିନଥାଏ, ଘରର କୌଣସି ସଦସ୍ୟ ମଦ୍ୟପାନ କରୁଥିବେ, ଅନ୍ୟାୟ ଅନୀତି କହି ଧନ ଉପାର୍ଜନ କରୁଥିବେ, ସେ ଘରକୁ ମାଁ ଲକ୍ଷ୍ମୀ କେବେ ବି ପ୍ରବେଶ କରିବେ ନାହିଁ। ସେ ଘରେ ମାଁ ଅଲକ୍ଷ୍ମୀଙ୍କର ବାସ ହୋଇଥାଏ। ହଁ ଦର୍ଶକ ବନ୍ଧୁ, ଯଦି ଆପଣଙ୍କ ପାଖରେ ସେମିତି କିଛି ପ୍ରତିଭା ଅଛି, ପ୍ରତିଭାକୁ ଅନୁସରଣ କରି ଅନ୍ୟ ଜଣେ ତା ଜୀବନରେ ଉନ୍ନତି କରୁଛି ଏବଂ ତା'ର ଉନ୍ନତିକୁ ଦେଖି ଯଦି ଆପଣ ଈର୍ଷା ଏବଂ ତା'ର ଅନିଷ୍ଟ ଚିନ୍ତା କରୁଥିବେ କି ତାକୁ ଅଭିଶାପ ଦେଉଥିବେ, ଏମିତି କେବେ ବି କରନ୍ତୁ ନାହିଁ। ଏପରି କଲେ ମାଁ ଲକ୍ଷ୍ମୀ ଆପଣଙ୍କ ଉପରେ ହିଁ ରୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କ ଘରୁ ସର୍ବଦା ପରିତ୍ୟାଗ କରିଥାନ୍ତି। ହୁଏତ ଆପଣଙ୍କର ସେହି ଗୁଣର ମଧ୍ୟ ଅଧପତନ ହୋଇଥାଏ। ତେଣୁ ବନ୍ଧୁଗଣ, କେବେ ବି କାହାର ବି ଅନିଷ୍ଟ ଚିନ୍ତା କରନ୍ତୁ ନାହିଁ, ଅମଙ୍ଗଳ ଜମାରୁ ବି ଚିନ୍ତା କରନ୍ତୁ ନାହିଁ। ଏହା ହେଉଛି ଆପଣଙ୍କ ପ୍ରଥମ କାମ। ଦ୍ୱିତୀୟରେ ହେଉଛି ବ୍ରହ୍ମ ମୁହୂର୍ତ୍ତରୁ ଉଠି ବିବାହିତା ମହିଳାମାନେ ଗୋବର ପାଣି ସିଞ୍ଚନ କରନ୍ତୁ। ଆପଣମାନେ ତ ଜାଣିଛନ୍ତି ମା'ଙ୍କର ଗୋବର ଭାରି ପସନ୍ଦ। ଯେଉଁ ଘରର ମୁଖ୍ୟ ଦ୍ୱାରରେ ଗୋବରରେ ଲିପା ଯାଇଥାଏ, ସେହି ଘରକୁ ନିଶ୍ଚୟ ପ୍ରବେଶ କରିଥାନ୍ତି। ଯଦି ସମ୍ଭବ
ପ୍ରତ୍ୟେକ ଦିନ ଘରର ମୁଖ୍ୟ ଦ୍ୱାରରେ ଗୋବରର ଛୋଟିଆ ମଣ୍ଡଳାଟିଏ ନିଶ୍ଚୟ ପକାନ୍ତୁ। ଯଦି ଗୋବର ନାହିଁ, ଗୋବର ଅଳ୍ପ ଅଛି, ତେବେ ଗୋବର ପାଣି ପ୍ରତ୍ୟେକ ଦିନ ଘରର ଅଗଣା ବାଡ଼ିପଟେ ନିହାତି ପକାନ୍ତୁ। ଯଦି ଗୋବର ନାହିଁ, ତେବେ ଖାଲି ପାଣି ହେଲେ ପକାଇ ଛିଞ୍ଚନ କରନ୍ତୁ। ପାଣିରେ ଧୋଇକି ସଫା ରଖନ୍ତୁ। ଏହା ସହିତ ଆପଣଙ୍କ ମୁଖ୍ୟ ଦ୍ୱାରରେ ଯଦି ଆପଣ ଚପଲ କିମ୍ବା ଝାଡ଼ୁ ବିଲକୁଲ ବି ରଖନ୍ତୁ ନାହିଁ। ଯେଉଁ ଘରର ମାନେ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଜୋତା ବା ଚପଲ ବା ଝାଡ଼ୁ ଦେଖିଥାନ୍ତି, ସେ ଘର ଲୋକଙ୍କ ଭାଗ୍ୟ କେବେ ବି ପରିବର୍ତ୍ତନ ଆସିନଥାଏ। ଦରିଦ୍ରତା ସେ ଘରକୁ ମାଡ଼ି ଆସିଥାଏ। ତେଣୁ କେବେ ବି ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଝାଡ଼ୁ କି ଚପଲ ରଖନ୍ତୁ ନାହିଁ। ତୃତୀୟ କାର୍ଯ୍ୟଟି ହେଉଛି ଆପଣ ପ୍ରତ୍ୟେକ ଦିନ କିଛି ଖାଦ୍ୟ ଆପଣଙ୍କ ବାଡ଼ି ପଟରେ ରଖି ଦିଅନ୍ତୁ, ଯାହା ପଶୁ ପକ୍ଷୀମାନେ ଖାଇବେ। ବନ୍ଧୁଗଣ, ଆପଣମାନେ ତ ଜାଣିଥିବେ ଯେ ଗୋମାତାଙ୍କ ଶରୀରରେ 33 କୋଟି ଦେବୀ ଦେବତା ବାସ କରିଥାନ୍ତି। ଯଦି ଆମେମାନେ ପ୍ରତ୍ୟେକ ଦିନ ଗୋମାତାଙ୍କୁ କିଛି ନା କିଛି ଖାଦ୍ୟ ଦେବା, ଦେବାଦେବୀ ଗ୍ରହଣ କରିବା ସହ ସମାନ ହୋଇଥାଏ। କେବଳ ଯେ ଗୋମାତାଙ୍କୁ ହିଁ ଦେବା ଉଚିତ, ଅନ୍ୟ ଜୀବଜନ୍ତୁଙ୍କୁ ଦେବା ଉଚିତ ନୁହଁ, ତାହା ନୁହେଁ। ଦର୍ଶକ ବନ୍ଧୁ, ଯିବା ମାତ୍ରେ ଦୟା ସମସ୍ତଙ୍କର ଚିନ୍ତା, ଦୟା କରୁଥିବା ଲୋକଙ୍କର କଥା ଚିନ୍ତା କରିଥାନ୍ତି ଭଗବାନ। ତା ଡାକ ହିଁ ଭଗବାନ ଜଲ୍ଦି ଶୁଣିଥାନ୍ତି, ତାର ହିଁ କଲ୍ୟାଣ କରିଥାନ୍ତି। ତେଣୁ ପ୍ରତିଦିନ କିଛି ବି ଖାଦ୍ୟ ପଶୁ ପକ୍ଷୀଙ୍କୁ ପ୍ରଦାନ କରନ୍ତୁ। ପୂର୍ବ ଦିନରୁ ରୁଟି ହେଉ କି ଅନ୍ୟ କିଛି ଖାଦ୍ୟ ପଦାର୍ଥ ନିହାତି ପ୍ରଦାନ କରନ୍ତୁ। ପଶୁ ପକ୍ଷୀ କିଛି ଖାଦ୍ୟ ପଦାର୍ଥ ଦେଲେ ଦେଖିବେ ଭଗବାନ ଆପଣଙ୍କର ମନସ୍କାମନା ମଧ୍ୟ ନିଶ୍ଚୟ ପୂରା କରିବେ। ଆପଣ ସବୁ କାର୍ଯ୍ୟରେ ସଫଳ ହେବେ। ଚତୁର୍ଥ କାମଟି, ପ୍ରତ୍ୟେକ ଦିନ ଆପଣଙ୍କର ଘରର ଠାକୁରଙ୍କର ପୂଜା ନିଶ୍ଚୟ କରନ୍ତୁ। ସକାଳ 8ଟା ସୁଦ୍ଧା ପୂଜା ସାରିବାକୁ ଚେଷ୍ଟା କରିବେ। ଦିନର ପ୍ରାରମ୍ଭରେ ହିଁ ଠାକୁର ପୂଜା କରିବା ଦିନର ସବୁ କାମ ବହୁତ ଭଲରେ ହୋଇଥାଏ ଏବଂ ସେହି ଦିନଟି ମଧ୍ୟ ବହୁତ ଭଲରେ କଟିଥାଏ। କିନ୍ତୁ ଯେଉଁ ଆପଣ ଲକ୍ଷ୍ୟ କରିଥିବେ ଠାକୁର ପୂଜା କରିବାରେ ବିଳମ୍ବ ହୋଇଥାଏ ବା ଆମେ କରିପାରୁନଥାଉ, କୌଣସି ଏକ କାରଣରୁ ଆପଣ ଯଦି ପୂଜା ପାଠ କାର୍ଯ୍ୟ କରିପାରିନାହାନ୍ତି, ତ ସେହିଦିନ ଆପଣଙ୍କୁ ବିଲକୁଲ ବି ଭଲ ଲାଗିନଥାଏ ଏବଂ ଶାନ୍ତି ବି ଆମକୁ ମିଳେନି। କାହିଁକି କେଜାଣି ଯାହା କଲେ ବି ଆମକୁ ଅପୂର୍ଣ୍ଣ କିଛି ରହିଯାଇଛି। ମନ ଭିତରେ ଏହିପରି ଲାଗେ। କାହିଁକି ନା ଜାଣିଛନ୍ତି, ଭଗବାନଙ୍କ ପାଖରେ ସବୁଠୁ ବଡ଼ ପଜିଟିଭ ଏନର୍ଜି ରହିଥାଏ, ଯାହାକୁ କି ଆମେ ପୂଜା କରିବା ଦ୍ୱାରା, ଭଗବାନଙ୍କୁ ପୂଜା କରିବା ଦ୍ୱାରା, ଭଗବାନଙ୍କୁ ପ୍ରାର୍ଥନା କରିବା ଦ୍ୱାରା ପଜିଟିଭ ଏନର୍ଜି ଭଗବାନଙ୍କଠୁ ମିଳିଥାଏ। ଆପଣମାନେ ତ ଜାଣିଥିବେ, ଦୁନିଆର ସବୁଠାରୁ ବଡ଼ ମୋଟିଭେସନ ହେଉଛି ଶ୍ରୀମଦ୍ ଭାଗବତ ଗୀତା, ଯାହାର କି ଗୋଟିକି ଶ୍ଲୋକ ପଢ଼ିବା ଦ୍ୱାରା ଆମ ମନର ସବୁ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ। ସେଥିରୁ ଗୋଟିଏ ଅଲଗା ପ୍ରକାରର ମୋଟିଭେସନ ଆମକୁ ମିଳିଥାଏ। ପୂଜା ସାରିବା ପରେ ଆପଣ ଗୋଟିଏ ବି ଶ୍ଲୋକ ପଢ଼ନ୍ତୁ, ଆପଣମାନଙ୍କ ପାଇଁ ବହୁତ। ତେଣୁ ତ କୁହାଯାଏ, ରୁଚୁ କି ନ ରୁଚୁ ଖା ପିତା, ବୁଝ କି ନ ବୁଝ ପଢ଼ ଗୀତା। ବନ୍ଧୁଗଣ, କେବଳ 7 ଦିନ କରିକି ଦେଖନ୍ତୁ କ'ଣ ପରିବର୍ତ୍ତନ ହେଉଛି ଆପଣଙ୍କ ଲାଇଫରେ। ଆପଣଙ୍କର ଏହି ଛୋଟିଆ ଛୋଟିଆ କାମ ଦେଖିକି ପିଲାମାନେ ଆପଣଙ୍କ ଠାରୁ ହିଁ ଶିଖିବେ, ଆପଣଙ୍କ ଠାରୁ ହିଁ ଜାଣିବେ। ଆପଣମାନେ କେବେ କେବେ ଚିନ୍ତା କରୁଥିବେ ଯେ ପଢ଼ାରେ ମନ କ'ଣ ପାଇଁ ଦେଉନାହାନ୍ତି, ମୋବାଇଲରେ କ'ଣ ଏମିତି ଦେଖୁଛନ୍ତି ସବୁବେଳେ। କିନ୍ତୁ ଆପଣ ନିଜେ କେବେ ଭାବିଛନ୍ତି କି, ଚିନ୍ତା କରିଛନ୍ତି କି ଯେ ଆପଣ ଆପଣଙ୍କ ପରିବାରକୁ କେତେ ସମୟ ଦେଉଛନ୍ତି? ଆପଣଙ୍କୁ ମୁଁ ଆଜି କ'ଣ ଶିଖେଇଲି, ଯଦି ଆମେ ଆମ ପିଲାଙ୍କୁ ଆମେ ଭଲ କଥା ନ ଶିଖେଇବା, ତାଙ୍କ ସହ ଭଲ ବ୍ୟବହାର ନ କରିବା, ସେମାନେ ତ ମୋବାଇଲରେ ହିଁ ରହିବେ ନା। ଖରାପ ଜିନିଷ ଶିଖିବେ,
ସବୁବେଳେ ଚେଷ୍ଟା କରନ୍ତୁ ଯେ ନିଜ ପିଲାମାନଙ୍କୁ ନିଜ ପରିବାରର ଲୋକମାନଙ୍କୁ କେମିତି ଅଧିକରୁ ଅଧିକ ସମୟ ଦେବେ। ଦେଖିବେ ଆପଣଙ୍କ ପରିବାର ସେ ସମସ୍ତେ କେତେ ଖୁସିରେ ରହିବେ ଏବଂ ନିଜର କର୍ମଗୁଡ଼ିକ ଠିକ୍ ଭାବରେ କରିବା। ଆଜି ଯେଉଁ 4ଟି କାମ ବିଷୟରେ ମୁଁ ଆପଣଙ୍କୁ କହିଲି ସେହି କାର୍ଯ୍ୟ ମଧ୍ୟ ଠିକ୍ ପ୍ରତ୍ୟେକ ଦିନ କରନ୍ତୁ। ଦେଖିବେ ଭଗବାନଙ୍କ ଆଶୀର୍ବାଦରୁ ନିଜ ପରିବାରର ଆଖପାଖରେ ଦରିଦ୍ର ଅସହାୟ ଲୋକମାନଙ୍କୁ ଆପଣଙ୍କର ସାମର୍ଥ୍ୟ ଅନୁସାରେ ତାକୁ ଦାନ କରନ୍ତୁ। ନହେଲେ ଏହି ଭିଡ଼ିଓଟି ତାକୁ ସେୟାର କରନ୍ତୁ। ସେମାନେ ମଧ୍ୟ ଜାଣିପାରିବେ। ତାଙ୍କର ମଧ୍ୟ ଯଦି କିଛି ମଙ୍ଗଳ ହେଉଛି ତ ଆପଣଙ୍କର ଏହି ଛୋଟିଆ ସେୟାର ଦ୍ୱାରା ଆପଣଙ୍କ ଜୀବନରେ ପୁଣ୍ୟ ଫଳ ଆପଣଙ୍କୁ ହିଁ ମିଳିବ। ଏହି ଛୋଟିଆ କାମ ଦ୍ୱାରା ହିଁ ଭଗବାନ ଆମ ଉପରେ ପ୍ରସନ୍ନ ହୁଅନ୍ତି। ଆମର ଯାହା ବି ରିଷ୍ଟ ରହିଥାଏ, ଯାହା ବି ଅମଙ୍ଗଳ ହେଉଛି ତାହା ଦୂର ହୋଇଥାଏ। ବନ୍ଧୁଗଣ, ନିଜର କର୍ମ ସବୁ ଠିକ୍ କରନ୍ତୁ। ନିଜ ପରିବାରକୁ ଖୁସିରେ ରଖନ୍ତୁ। ମା ଭଉଣୀ ଯେ କେହି ବି ଆପଣଙ୍କ ଘରେ ନାରୀ ଅଛନ୍ତି ତାଙ୍କୁ ସମ୍ମାନ ଦିଅନ୍ତୁ। ଦେଖିବେ ଭଗବାନଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେବ। ଆପଣ ସମସ୍ତ ମନସ୍କାମନାକୁ ପୂରା କରିବେ। ତେବେ ଦର୍ଶକ ବନ୍ଧୁ, ଆଶା କରୁଛି ଆଜିର ଏହି ଭିଡ଼ିଓଟି ନିଶ୍ଚୟ ଭଲ ଲାଗିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍, ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।